ଆମ ଘର ଟାଲି ଉପରେ ଠିଆ ହେଇକି ଗୁଡ଼ି ଉଡେଇଲି ତଥାପି ଉଡ଼ିଲା ନାହିଁ। ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗ କୁ ସ୍ୱାଗତ ଜଣାଉଛି। ସକାଳ ସକାଳ ଆସି ଆଗ ଦୋକାନରେ ବସି ଯାଇଛି। ଭାଇ ବସିଥିଲେ ସିଏ ଗଲେଣି ଘରକୁ ଖାଇତେ। ଏବେ ଟାଇମ ଆସିକି 10ଟା ବାଜିଛି। ଆମେ ଦି ଜଣ ସାଙ୍ଗ ମିଶିକି ଭାବିଛୁ ୟାରି ଭିତରେ କୋଉଠି ଭଲ ଜାଗାକୁ ଯିବୁ ବୁଲିତେ। କୋଉଠିକି ଯିବୁ ଲୋକେସନ ଠିକ କରିନୁ। କାଲି ଆମେ ବସି ବସି ପ୍ଲାନ କରିଦେଲୁ ଯୋଉ ଦିନ ଯିବୁ ତା ଆଗରୁ କହିଦେବୁ କୋଉଠିକି ଯିବୁ। ଚାଲ ଏବେ ଦୋକାନରେ ବସିକି ବେପାର କରିବା। ଜଣେ ଲୋକଟି ଆସିଲା ତେଲ 500 ଦେଲି। ଆମ ଲିପୁନ ଆସିଲା ମୁଁ ଭିଡିଓ କରୁଛି ବୋଲି ମତେ ଟିକେ ହେଲ୍ପ କରିଲା। ଯେ ବି କଷ୍ଟମର ଆସୁଛନ୍ତି ସେ ଆଣିକି ଜିନିଷ ଦଉଛି। ଦିନ ସାରା ବସିକି ଦୋକାନରେ ବେପାର କରିଲି। ମାର୍କେଟରେ ଏବେ ବି ଲୋକ ଅଛନ୍ତି କିନ୍ତୁ ମୁଁ ଏବେ ଦୋକାନ ବନ୍ଦ କରିଦେବି। ମୋର ଆହୁରି ଢେର କିଛି କାମ ଅଛି। ପୁଣି ମତେ ହୋଟେଲ କୁ ଯାଇତେ ପଡିବ। ସେଠି ବି କିଛି ସମୟ ରହିବାକୁ ପଡିବ। ଦୋକାନ ବନ୍ଦ କରିଦେଇକି ହୋଟେଲ କୁ ଆସି କିଛି ସମୟ ରହିଲି। ଭିଡିଓ ତ କରିଥିଲି ଲୋକେ ଆସିଥିଲେ ଖାଇବା ପାଇଁ ସେଥିପାଇଁ ଭିଡିଓ କରିଥିଲି। ତାପରେ ପଳେଇ ଆସିଲି ଘରକୁ। ଯେତେବେଳେ ମୁଁ ଆସିକି ପହଞ୍ଚିଛି ମୋ ମା ଦା ଧରିକି ଆସିକି କହିଲା କାଲି ଉପରେ ଚଢିକି ଲାଉ ଗୋଟେ ହେଇ କଷ୍ଟମର ଆସୁଛନ୍ତି ସେ ଆଣିକି ଜିନିଷ ଦଉଛି। ଦିନ ସାରା ବସିକି ଦୋକାନରେ ବେପାର କରିଲି। ମାର୍କେଟରେ ଏବେ ବି ଲୋକ ଅଛନ୍ତି କିନ୍ତୁ ମୁଁ ଏବେ ଦୋକାନ ବନ୍ଦ କରିଦେବି। ମୋର ଆହୁରି ଢେର କିଛି କାମ ଅଛି। ପୁଣି ମତେ ହୋଟେଲ କୁ ଯାଇତେ ପଡିବ। ସେଠି ବି କିଛି ସମୟ ରହିବାକୁ ପଡିବ। ଦୋକାନ ବନ୍ଦ କରିଦେଇକି ହୋଟେଲ କୁ ଆସି କିଛି ସମୟ